हेलो स्टूडेंट, आज आम तुम पढ़ा देखा कि लॉन्ग क्वेश्चंस इंपोर्टेंट लॉन्ग क्वेश्चंस +3 4th सेमिस्टर एजुकेशन ऑनर्स मेजर 9 रो सिलेक्टेड क्वेश्चंस। चलो देखा फर्स्ट क्वेश्चन कौन रोचे आमर यूनिट 1 रो है शिक्षा रे धारा नीति एवं अभ्यासर। फर्स्ट क्वेश्चन रोचे define early childhood care and education, discuss its meaning, nature and major challenges faced in implementing quality ECCE program in India। प्रारंभिक शैशव ଯତ୍ନ ଏବଂ ଶିକ୍ଷାର ସଂଜ୍ଞା ପ୍ରଦାନ କର ଏବଂ ଏହାର ଗୁଣାତ୍ମକ କାର୍ଯ୍ୟକ୍ରମର ରୂପାୟନ ସହ ଏହାର ଅର୍ଥ, ପ୍ରକୃତି ଏବଂ ପ୍ରମୁଖ ଆହ୍ୱାନ ବିଷୟରେ ଆଲୋଚନା କର। ସେକେଣ୍ଡ କ୍ୱେଶ୍ଚିନ୍, ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନର ଧାରଣା ବ୍ୟାଖ୍ୟା କର। ସାମ୍ପ୍ରତିକ ଶିକ୍ଷା ସଂସ୍କାରରେ ଆଲୋକପାତ କରାଯାଇଥିବା ଏହାର ପ୍ରକୃତି, ମୁଖ୍ୟ ଲକ୍ଷ୍ୟ ଏବଂ ଗୁରୁତ୍ୱକୁ ଆଲୋଚନା କର। ତାପରେ କ୍ୱେଶ୍ଚିନ୍ ନମ୍ବର 3, ପ୍ରାଥମିକ ଶିକ୍ଷାର ସାର୍ବଜନୀକରଣ କହିଲେ କ'ଣ ବୁଝ? ସର୍ବଶିକ୍ଷା ଅଭିଯାନ ଏବଂ ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ହାସଲ କରାଯାଇଥିବା ସୂଚାଙ୍ଗ ଏବଂ ପ୍ରମୁଖ ପ୍ରୟାସ ଗୁଡ଼ିକ ବିଶ୍ଳେଷଣ କର। ତାପରେ 4 ନମ୍ବର କ୍ୱେଶ୍ଚିନ୍, ଶିକ୍ଷା ଅଧିକାର ଅଧିନିୟମର ସମାଲୋଚନାତ୍ମକ ମୂଲ୍ୟାୟନ କରନ୍ତୁ। ଏହାର ଉଦ୍ଦେଶ୍ୟ, ପ୍ରମୁଖ ସମସ୍ୟା ଏବଂ କ୍ଷେତ୍ର ସ୍ତରରେ ଏହାର ରୂପାୟନରେ ଦେଖାଯାଉଥିବା ଚାଲୁ ରହିଥିବା ଅସୁବିଧା ଗୁଡ଼ିକ ବିଷୟରେ ଆଲୋଚନା କର। ହେଲା, ଡିମେରିଟ୍ସ ତାର ପ୍ରୋବ୍ଲେମ୍ସ ଗୁଡ଼ା କ'ଣ କ'ଣ। ତାପରେ 5 ନମ୍ବର କ୍ୱେଶ୍ଚିନ୍ସ, ବିଦ୍ୟାଳୟ ପରିଚାଳନା ସମିତିର ଭୂମିକା ଏବଂ ଗୁରୁତ୍ୱ ବ୍ୟାଖ୍ୟା କର। ସ୍ଥାନୀୟ ସମୁଦାୟକୁ ବିଦ୍ୟାଳୟ ଗୁଡ଼ିକରେ ସକ୍ରିୟ ଭାବରେ ଅଂଶଗ୍ରହଣ କରାଇବା କ୍ଷେତ୍ରରେ ଦେଖାଯାଉଥିବା ସାଧାରଣ ସମସ୍ୟା ଗୁଡ଼ିକ କ'ଣ? ତାପରେ 6 ନମ୍ବର କ୍ୱେଶ୍ଚିନ୍ସ, ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପ୍ରବର୍ତ୍ତିତ ବୃତ୍ତିଗତ ଶିକ୍ଷାର ଧାରଣା ଏବଂ ଗଠନ ପ୍ରଣାଳୀ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କର। ତାର ୟୁନିଟ୍ 2ର କ୍ୱେଶ୍ଚିନ୍ ଆସିଲା। ମୁଁ ପର୍ଟିକୁଲାର ସବୁ ୟୁନିଟ୍ର ସବୁ କ୍ୱେଶ୍ଚିନ୍ ଗୁଡ଼ା କ'ଣ କ'ଣ ଲଙ୍ଗ୍ କ୍ୱେଶ୍ଚିନ୍ ହେଉଛି ସେଇଗୁଡ଼ାକୁ ତୁମକୁ ସିଲେକ୍ସନ୍ ଦେଇଦେଇଛି। ହେଲା, ଭେରି ଇମ୍ପୋର୍ଟାଣ୍ଟ ପାଇଁ ତୁମେ ସର୍ଟସ୍ ଭିଡ଼ିଓ ଦେଖିପାରିବ, ସେଥିରେ ଦେଇଦେଇଛି ଯେ ପର୍ ୟୁନିଟ୍ କ'ଣ କ'ଣ ମେଜର୍ କ୍ୱେଶ୍ଚିନ୍। ଧର କାହା ପାଖେ ଟାଇମ୍ ନାହିଁ ଆଉ ତ ଏକ୍ଜାମ୍ ତୁମର 3ରୁ ଟାଇମ୍ ନାହିଁ, ତ ଖାଲି ସେଇ କ୍ୱେଶ୍ଚିନ୍ ଗୁଡ଼ାକୁ ଦେଖି ଯିବ, ତ ସେଇ ଅନୁସାରେ ତୁମର କ୍ୱେଶ୍ଚିନ୍ ଆସିବ। ହେଲା, ତାପରେ ସେ କହୁଛି ସର୍ବଶିକ୍ଷା ଅଭିଯାନ ଏବଂ ସମଗ୍ର ଶିକ୍ଷା ଭଳି ବ୍ୟାପକ ପ୍ରାଥମିକ ଯୋଜନା ଗୁଡ଼ିକ ପ୍ରାଥମିକ ଶିକ୍ଷାର ସାର୍ବଜନୀକରଣର ପ୍ରସାର ଏବଂ ନାମଲେଖା ଉପରେ ପକାଇଥିବା ପ୍ରଭାବ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କର। ତାପରେ କ୍ୱେଶ୍ଚିନ୍ ରହିଲା, ଜାତୀୟ ଶିକ୍ଷାନୀତି 2020 ଅନ୍ତର୍ଗତ ପରିକଳ୍ପନା କରାଯାଇଥିବା ଏବଂ ପୁନର୍ଗଠିତ ହୋଇଥିବା ଭାରତରେ ମାଧ୍ୟମିକ ଶିକ୍ଷାର ସାଂଗଠନିକ ଗଠନ ପ୍ରଣାଳୀ ବିଷୟରେ ଆଲୋଚନା କର। 9 ନମ୍ବର କ୍ୱେଶ୍ଚିନ୍, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କ'ଣ? ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଉନ୍ନତିକରଣ ପାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ, ପ୍ରଶାସନିକ ବୈଶିଷ୍ଟ୍ୟ ଏବଂ ରଣନୀତି ଗୁଡ଼ିକ ବିଷୟରେ ଆଲୋଚନା କର। ତାପରେ କ୍ୱେଶ୍ଚିନ୍ 10 ନମ୍ବର, ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକର ପ୍ରସାର ଏବଂ ରକ୍ଷଣାବେକ୍ଷଣରେ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ଗଠନ, ଭୂମିକା ଏବଂ କାର୍ଯ୍ୟକ୍ଷମ ଗୁରୁତ୍ୱ ବିଷୟରେ ବର୍ଣ୍ଣନା କର। ତାପରେ 11 ନମ୍ବର କ୍ୱେଶ୍ଚିନ୍ସ, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷାରେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ବିଷୟରେ ଆଲୋଚନା କର। ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏବଂ ପତ୍ରାଚାର ପାଠ୍ୟକ୍ରମ ସହିତ ଅଣ-ଆନୁଷ୍ଠାନିକ ମାଧ୍ୟମ ଗୁଡ଼ିକ ଉପରେ ଆପଣଙ୍କର ଉତ୍ତର କେନ୍ଦ୍ରୀଭୂତ କରନ୍ତୁ ଏବଂ ଏହି ସ୍ତରରେ ବୃତ୍ତିଗତକରଣର ଆହ୍ୱାନ ଗୁଡ଼ିକ ବିଷୟରେ ଉଲ୍ଲେଖ କର। ତାପରେ କ୍ୱେଶ୍ଚିନ୍ ରହିବ ୟୁନିଟ୍ 3ର, ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାକୁ କିପରି ପରିକଳ୍ପନା ଏବଂ ସାଂଗଠନିକ ସଂସ୍କାର କରିଛି? ସୁପାରିଶ କରାଯାଇଥିବା ବହୁ ବିଷୟକ ଆଭିମୁଖ୍ୟ ବିଷୟରେ ଆଲୋଚନା କର। ତାପରେ କ୍ୱେଶ୍ଚିନ୍ସ,
ଭାରତୀୟ ଉଚ୍ଚଶିକ୍ଷା ମଧ୍ୟରେ ପ୍ରସାର, ଗୁଣବତ୍ତା, ନିଶ୍ଚିତତା ଏବଂ ସମାବେଶୀ ଅଭ୍ୟାସ ସହିତ ଜଡ଼ିତ ଆହ୍ୱାନଗୁଡ଼ିକୁ ବିଶ୍ଳେଷଣ କରନ୍ତୁ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଏବଂ ନାକ୍ ଦ୍ୱାରା ନିର୍ବାହ କରାଯାଉଥିବା ସ୍ପଷ୍ଟ ଭୂମିକାଗୁଡ଼ିକୁ ଆଲୋକପାତ କରନ୍ତୁ। ତାପରେ କ୍ୱେଶ୍ଚିନ୍ 14 ନମ୍ବର କ୍ୱେଶ୍ଚିନ୍, ଲୋକବିଦ୍ୟାର ସ୍ୱଦେଶୀ ଧାରଣା କ'ଣ? ସମସାମୟିକ ପରିପ୍ରେକ୍ଷୀରେ ଏହି ପ୍ରାରମ୍ଭିକ ଜ୍ଞାନ ଗଠନ ପ୍ରଣାଳୀ ଏବଂ ଦକ୍ଷତା ବିକାଶ ସହିତ କିପରି ଜଡ଼ିତ ସେ ବିଷୟରେ ବ୍ୟାଖ୍ୟା କରନ୍ତୁ। ନେକ୍ସଟ କ୍ୱେଶ୍ଚିନ୍ସ, ଭାରତରେ ମୁକ୍ତ ଏବଂ ଦୂର ନିରନ୍ତର ଶିକ୍ଷା ବ୍ୟବସ୍ଥାର ପ୍ରସାରର ମୂଲ୍ୟାଙ୍କନ କରନ୍ତୁ ଏବଂ MOOC, ସ୍ୱୟଂ ଏବଂ ଶୋଧଗଙ୍ଗା ଭଳି ଆଧୁନିକ ଡିଜିଟାଲ ସଂଗ୍ରହାଳୟ ଓ କାର୍ଯ୍ୟକ୍ରମଗୁଡ଼ିକର ଧାରଣା, କାର୍ଯ୍ୟକାରିତା ଏବଂ ମୌଳିକତା ଗୁରୁତ୍ୱ ଦିଅ। ହେଲା, ୟା ତ MOOC ପଡ଼ିବ, ସ୍ୱୟଂ ପଡ଼ିବ, ହେଲା, ଏସବୁ ବିଷୟରେ ପଡ଼ିବ। ତାପରେ ସେବା ପୂର୍ବ ଶିକ୍ଷକ ଶିକ୍ଷାର ସଂଜ୍ଞା, ପ୍ରି ସର୍ଭିସ୍ ଟିଚର ଏଜୁକେସନ୍ ସଂଜ୍ଞା ପ୍ରଦାନ କର। ତା'ର ଅର୍ଥ କ'ଣ? ଏହାର ପ୍ରାଥମିକ ଉଦ୍ଦେଶ୍ୟ କ'ଣ? ପ୍ରମୁଖ କାର୍ଯ୍ୟକ୍ରମ, ସମସ୍ୟା ଏବଂ ଶିକ୍ଷକଙ୍କ ପାଇଁ ଜାତୀୟ ପାଠ୍ୟକ୍ରମ ସୂତ୍ର ଦ୍ୱାରା ନିର୍ଦ୍ଧାରିତ ସାଂଗଠନିକ ସଂସ୍କାରଗୁଡ଼ିକୁ ବିଶ୍ଳେଷଣ କର। ତାପରେ 17 ନମ୍ବର କ୍ୱେଶ୍ଚିନ୍, ଶିକ୍ଷକ ଶିକ୍ଷାରେ ପ୍ରାତିଷ୍ଠାନିକ ବ୍ୟବସ୍ଥାର ସହାୟକ ଗଠନ ପ୍ରଣାଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କର। ଡାଏଟ୍, CTE ଏବଂ ISSE ଦ୍ୱାରା ନିର୍ବାହ କରାଯାଉଥିବା ସ୍ୱତନ୍ତ୍ର ପ୍ରଶାସନିକ ଏବଂ ଶୈକ୍ଷିକ ଭୂମିକା ଉପରେ ଧ୍ୟାନ କେନ୍ଦ୍ରୀଭୂତ କର। ତାପରେ ୟୁନିଟ୍ 4, ପାରମ୍ପରିକ ପରୀକ୍ଷା ପଦ୍ଧତି ମଧ୍ୟରେ ରହିଥିବା ଐତିହାସିକ ତ୍ରୁଟିଗୁଡ଼ିକ ବିଷୟରେ ଆଲୋଚନା କରନ୍ତୁ। ଆଭ୍ୟନ୍ତରୀଣ ମୂଲ୍ୟାୟନ ବ୍ୟବସ୍ଥା, ସେମିଷ୍ଟର ପଦ୍ଧତି ଏବଂ ସ୍ପଟ୍ ଟ୍ରେଡିଂ ଅଭ୍ୟାସ ଭଳି ଆଧୁନିକ ସଂସ୍କାରଗୁଡ଼ିକ ଏହି ତ୍ରୁଟିଗୁଡ଼ିକର ସମାଧାନ କରିବା ପାଇଁ କିପରି ଲକ୍ଷ୍ୟ ରଖିଛନ୍ତି ଲେଖନ୍ତୁ। ତାପରେ କ୍ୱେଶ୍ଚିନ୍ସ, ମୁକ୍ତ ପରୀକ୍ଷା ଏବଂ ଅନଲାଇନ୍ ପରୀକ୍ଷା ମଧ୍ୟରେ ପାର୍ଥକ୍ୟ ଦର୍ଶାନ୍ତୁ। ନିରନ୍ତର ଶିକ୍ଷା ପାଇଁ ଆଧୁନିକ ମୂଲ୍ୟାଙ୍କନ ମାପଦଣ୍ଡଗୁଡ଼ିକ, ସହପାଠୀ ମୂଲ୍ୟାଙ୍କନ ଏବଂ ଆତ୍ମ-ମୂଲ୍ୟାଙ୍କନ ପ୍ରକ୍ରିୟା କିପରି ଉପଯୋଗ କରନ୍ତି ସେ ବିଷୟରେ ବ୍ୟାଖ୍ୟା କରନ୍ତୁ। ତାପରେ କ୍ୱେଶ୍ଚିନ୍ 20 ନମ୍ବର, ଏକ 360 ଡିଗ୍ରୀ ବହୁମୁଖୀ ପ୍ରଗତିପତ୍ର କ'ଣ? ଆଧୁନିକ ବିଦ୍ୟାଳୟଗୁଡ଼ିକରେ ସମନ୍ୱିତ ଜ୍ଞାନ ସାମଗ୍ରିକ ବିକାଶମୂଳକ ପ୍ରଗତିର ବିଶ୍ଳେଷଣ ଏବଂ ବ୍ୟାପକ ସ୍ତରୀୟ ମୂଲ୍ୟାଙ୍କନ କରିବା ପଛରେ ଥିବା କାର୍ଯ୍ୟପଦ୍ଧତିକୁ ବ୍ୟାଖ୍ୟା କରନ୍ତୁ। ନେକ୍ସଟ କ୍ୱେଶ୍ଚିନ୍, ପରଖ ର ସଂଜ୍ଞା ପ୍ରଦାନ କର। ପରଖ ଫୁଲ୍ ଫର୍ମ ପଡ଼ିବ, ହେଲା, ଏହାର କେନ୍ଦ୍ରୀୟ ଧାରଣା, କାର୍ଯ୍ୟକାରୀ ଉଦ୍ଦେଶ୍ୟ, ଜାତୀୟ ଗୁରୁତ୍ୱ ଏବଂ ସମ୍ଭାବ୍ୟ ରୂପାୟନ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରନ୍ତୁ। ତାପରେ ଲାଷ୍ଟ କ୍ୱେଶ୍ଚିନ୍, ଶାନ୍ତି ଶିକ୍ଷାର ଧାରଣା, ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରନ୍ତୁ। ଭାରତୀୟ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ସମସାମୟିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଶ୍ରେଣୀଗୃହଗୁଡ଼ିକରେ ଶାନ୍ତି ଶିକ୍ଷାର ପଦ୍ଧତିକୁ କିପରି ବ୍ୟବସ୍ଥିତ ଭାବରେ ସାମିଲ କରାଯାଇପାରିବ ତାହାକୁ ଆଲୋଚନା କରନ୍ତୁ। ହେଲା, ଇଏ ରହିଲା ତୁମର ପେପର 9ର ବା ମେଜର ପେପର 9ର ଅଲ୍ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚିନ୍ସ ଦେଖିକି ଯିବେ। ହେଲା, ନେକ୍ସଟ ଭିଡ଼ିଓରେ ମୁଁ ଆଣିବି ତୁମର 5 ମାର୍କ କ୍ୱେଶ୍ଚିନ୍ସ। ଥ୍ୟାଙ୍କ ୟୁ।